ତାମିଲନାଡୁରେ ନୂଆପଡ଼ାର ଆଇଆର୍ବି ଯବାନ ପ୍ରମୋଦ ମାଝୀ ଶହୀଦ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଗାଁ ମାଝୀପଡ଼ାର ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ସୁପୁତ୍ର ଆଇଆର୍ବି ଯବାନ ପ୍ରମୋଦ ମାଝୀ ଶହୀଦ ହୋଇଥିବା ସୂଚନା ମିଳିଛି। ଶହୀଦ ଯବାନ ପ୍ରମୋଦ ମାଝୀ ନିର୍ବାଚନୀ ଡ୍ୟୁଟିରେ ତାମିଲନାଡୁ ରାଜ୍ୟରେ ଆଇଆର୍ବି ଯବାନ ଭାବେ କାର୍ଯ୍ୟରତ ଥିଲେ। କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ସମୟରେ ଶହୀଦ ଯବାନ ମାଝୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଏହି ଖବର ମିଳିବା ପରେ ଧରମବନ୍ଧା ଗାଁ ଆଖପାଖ ଅଞ୍ଚଳର ପରିବେଶ ଶୋକାକୁଳ ହୋଇଯାଇଛି। ଶହୀଦ ପ୍ରମୋଦ ମାଝୀଙ୍କର ସ୍ତ୍ରୀ ସାମନ୍ତିନୀ ଧରୁଆ ଓ ଏକ 3 ବର୍ଷର ଶିଶୁପୁତ୍ର ଶ୍ରୀୟାଂଶ ମାଝୀ ଅଛନ୍ତି। ତାମିଲନାଡୁରେ ପୋଷ୍ଟିଂ ପୂର୍ବରୁ ନୂଆପଡ଼ା ଜିଲ୍ଲା ବୋଡେନରେ ପ୍ରମୋଦ ମାଝୀ ଆଇଆର୍ବି ଭାବେ କାର୍ଯ୍ୟରତ ଥିଲେ। ଶହୀଦ ଯବାନଙ୍କ ମରଶରୀରକୁ ଆଜି ପ୍ରଥମେ ଭୁବନେଶ୍ୱର ଓ ସେଠାରୁ ପରେ ଧରମବନ୍ଧା ନିଜ ଗାଁକୁ ଅଣାଯିବ ବୋଲି ସୂଚନା ରହିଛି। For more updates, please subscribe to our channel Samachar 24.